ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ନିଜକୁ ନିଜ ଏତେ କଷ୍ଟ କାହିଁକି ଦେଉଛ? ସବୁବେଳେ ମନକୁ ଛୋଟ କରୁଛ। ସବୁବେଳେ ତୁମେ ଏତେ ଭାଙ୍ଗି ପଡ଼ୁଛ ଯେ ଯେମିତି ତୁମର ଆଗକୁ ଯିବା ପାଇଁ କିଛି ରାସ୍ତା ହିଁ ନାହିଁ। ତୁମେ ଯଦି ଏମିତି ସବୁବେଳେ ଭାଙ୍ଗି ପଡ଼ିବ ଆଉ ମନକୁ ସବୁବେଳେ ଦୁର୍ବଳ କରିଦେବ, ତାହେଲେ ତୁମେ ଆଗକୁ ଜୀବନରେ କ'ଣ କରିପାରିବ? ତୁମେ ନିଜକୁ ନିଜ ଯେପର୍ଯ୍ୟନ୍ତ ବଞ୍ଚିବା ନ ଶିଖିଛ, ନିଜେ ଯେପର୍ଯ୍ୟନ୍ତ ଖୁସିରେ ନ ରହିଛ, ତୁମେ କେବେ ବି ଶାନ୍ତିରେ ରହିପାରିବନି। ଏ ଦୁନିଆ ବହୁତ ସ୍ୱାର୍ଥପର। ତୁମେ ସବୁବେଳେ ଅନ୍ୟ ଉପରେ ନିର୍ଭର କର ନାହିଁ। ତୁମେ ଯଦି ଗୋଟେ ଘରେ ବନ୍ଦ ହେଇକି ରହୁଛ, ତାହେଲେ ତୁମେ ମୋତେ ଆରାଧନା କର, ମୋତେ ଡାକ, ମୋ ଉପରେ ଭରସା ରଖ। ମୁଁ ତୁମ ପାଇଁ ନିଶ୍ଚୟ ରାସ୍ତା ବାହାର କରିଦେବି। ତୁମର କିଛି ବି ଅସୁବିଧା ହେବନି। ଏମିତି ସମୟ ଆସିବ, ତୁମେ ମୁକ୍ତ ଆକାଶରେ ଉଡ଼ିବ। ସବୁଦିନ ପଞ୍ଜୁରୀରେ ତୁମେ ବନ୍ଦ ହେଇକି ରହିବନି ସନ୍ତାନ। ମନକୁ ଏତେ ଦୁର୍ବଳ କରନି। ଏବେ ପରିସ୍ଥିତି ଟିକେ ଖରାପ ଚାଲିଛି। ପୂର୍ବଜନ୍ମର କର୍ମଫଳ ତୁମକୁ ଭୋଗ କରିବାକୁ ପଡ଼ୁଛି। କିନ୍ତୁ ସବୁବେଳେ ଗୋଟେ ସମୟ ନଥାଏ। ସମୟ ନିଶ୍ଚୟ ବଦଳିବ। ତୁମର ଯଦି ଭରସା ଥିବ ଈଶ୍ୱରଙ୍କ ଉପରେ, ତାହେଲେ ସମୟ ନିଶ୍ଚୟ ବଦଳେଇବ। ତୁମେ କିନ୍ତୁ ସବୁବେଳେ ମନ ଭିତରେ ସନ୍ଦେହ ରଖିକି ଈଶ୍ୱରଙ୍କୁ ପୂଜାପାଠ କରୁଛ, ଯେଉଁଥିପାଇଁ କି ତୁମ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେଉଛି। ସେଥିଲାଗି ମନ ଭିତରେ ସବୁବେଳେ ଈଶ୍ୱରଙ୍କ ନାମକୁ ସ୍ମରଣ କର। ସେ ଈଶ୍ୱର ହିଁ ତୁମକୁ ସେ ପଞ୍ଜୁରୀ ଭିତରୁ ବାହାର କରିବେ। ଯଦି ତୁମେ ବିଶ୍ୱାସ ଈଶ୍ୱରଙ୍କ ଉପରେ ନଥିବ, ଯଦି ତୁମେ ନାମଜପ କରୁନଥିବ, ତାହେଲେ ସେମିତି ବନ୍ଦ ଘରେ ହିଁ ତୁମେ ରହିଯିବ ସନ୍ତାନ। ସେଥିଲାଗି ମୁଁ ତୁମକୁ ରାସ୍ତା ଦେଖାଉଛି। ତୁମ ମନଟାକୁ ସବୁବେଳେ ଈଶ୍ୱରଙ୍କ ଚରଣରେ ଲଗେଇକି ରଖ। ଦେଖିବ ଆପେ ଆପେ ତୁମ ପାଇଁ ରାସ୍ତା ଖୋଲିଯିବ। ଆଉ ଯେଉଁମାନେ ତୁମକୁ ବହୁତ ଛୋଟ ଭାବୁଛନ୍ତି, ବହୁତ ନୀଚ ଭାବୁଛନ୍ତି, ସେ ତୁମକୁ ସମ୍ମାନ ଦେବାକୁ ଲାଗିବେ। ତୁମକୁ ଗୋଟେ ସମୟ ବି ତୁମର ଗୋଟେ ସେ ସମୟ ବି ଆସିବ, ଯେଉଁ ସମୟରେ ତୁମର ସବୁ କିଛି ପରିବର୍ତ୍ତନ ହେଇଯିବ। ତୁମେ ଖାଲି ଭରସା ରଖ ଆଉ ଦେଖ ମୁଁ ତୁମ ପାଇଁ କ'ଣ କରୁଛି। ବିଶ୍ୱାସରେ ବହୁତ ଶକ୍ତି ଥାଏ। ଗୋଟେ ବିଶ୍ୱାସ ହିଁ ମଣିଷକୁ ତା ଲକ୍ଷ୍ୟସ୍ଥଳରେ ପହଞ୍ଚାଇ ଦିଏ। ତୁମେ ନିଶ୍ଚୟ ତୁମ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ଆଉ ତୁମ ଛୁଆ କଥା ନେଇକି ତୁମେ ସବୁବେଳେ ଚିନ୍ତା କରୁଛ। ଛୋଟ ଛୁଆମାନେ ଦୁଷ୍ଟ ହୁଅନ୍ତି। ତୁମେ ଏତେ କାହିଁକି ଡରି ଯାଉଛ? ସମୟ ଆସିଲେ ତୁମର ଛୁଆ ବି ବହୁତ ଭଲ ହେଇଯିବ। ଆଉ ସେ ବହୁତ ଭଲ ପାଠ ପଢ଼ିବ। ଚିନ୍ତା କରନି, କିଛି ଅସୁବିଧା ହେବନି। ସବୁବେଳେ ତୁମେ ମୋତେ ଛୁଆ ପାଇଁ ଡାକୁଛ ନା, ମୁଁ ସବୁବେଳେ ସେ ଯେଉଁଠିକି ଯାଉଛି ମୁଁ ଦେଖୁଛି। ଆଉ ତୁମେ ବି ସବୁବେଳେ ଛୁଆ ପଛରେ ହିଁ ଥିବ, ଏକୁଟିଆ କେବେ ବି ବାହାରକୁ ଛାଡ଼ିବନି। ତୁମେ ସବୁବେଳେ ଲକ୍ଷ୍ୟ ଦେଉଥିବ, ଯେତେ କାର୍ଯ୍ୟ କର ନିଜ ଛୁଆ ପ୍ରତି ଧ୍ୟାନ ଦେଉଥିବ। ଆଜିକାଲି ବାପା ମା' ମାନେ ଛୁଆ ପ୍ରତି ଧ୍ୟାନ ନ ଦେବାରୁ ବହୁତ କିଛି ଅଘଟଣ ଘଟିଯାଉଛି। ଛୁଆକୁ ଛାଡ଼ି ଦେଉଛନ୍ତି, ହେଲେ ଦେଖୁନାହାନ୍ତି ଯେ ଛୁଆ କୁଆଡ଼େ ଯାଉଛି। ସେଥିଲାଗି ବହୁତ କିଛି ଅଘଟଣ ହେଇଯାଉଛି। ଛୁଆ ଜୀବନ ବି ଚାଲିଯାଉଛି। ମୋ ସନ୍ତାନମାନଙ୍କୁ ଆଜି ମୁଁ ଏଇ ଗୋଟେ କଥା ସମସ୍ତଙ୍କୁ କହୁଛି, ସମସ୍ତେ ନିଜ ଛୁଆ ପ୍ରତି ଧ୍ୟାନ ଦିଅନ୍ତୁ। ଛୋଟ ଛୁଆମାନେ କୁଆଡ଼େ ଯାଉଛନ୍ତି ତାଙ୍କୁ ଦେଖନ୍ତୁ। ମୁଁ ସବୁବେଳେ ତୁମ ସହିତ ଅଛି, ତୁମକୁ ରକ୍ଷା କରୁଛି।